निवेदन करिया पे रत्न प्रभा को अनुरोध करुचे। रत्न प्रभा माता शरणम मम श्री अरविंद शरणम मम माँ प्रभु पाद पत्रे प्रणाम निवेदन करुचे। उपस्थित समस्त बाबी को अंतरर सहित प्रणाम। जय श्री अरविंद ज्योति कलेवर सुप्रपटाम्बर देहि पदम्। जय श्री अरविंद ज्योति कलेवर सुप्रपटाम्बर देहि पदम्। जय योगीश्वर आनंद स्वरूप योगीश्वर आनंद स्वरूप विश्वचेतन देहि पदम्। जय श्री अरविंद ज्योति कलेवर सुप्रपटाम्बर देहि पदम्। जय दीप्य शक्तिमय दीप्य ज्ञानमय दीप्य ज्योतिर्मय देहि पदम्। जय दीप्य शक्तिमय दीप्य ज्ञानमय दीप्य ज्योतिर्मय देहि पदम्। जय लक्ष्मी सेवित निखिलाधीश्वर लक्ष्मी सेवित निखिलाधीश्वर जगज्जन पूजित देहि पदम्। जय श्री अरविंद ज्योति कलेवर सुप्रपटाम्बर देहि पदम्। जय दीन दयामय करुणासागर शरणागत मम देहि पदम्। जय ध्यान समाहित शांत महिमामय अखिल विश्वमय देहि पदम्। जय ध्यान समाहित शांत महिमामय अखिल विश्वमय देहि पदम्। जय दीन दयामय करुणासागर दीन दयामय दीन दयामय दीन दयामय दीन दयामय दीन दयामय करुणासागर शरणागत मम देहि पदम्। जय श्री अरविंद ज्योति कलेवर सुप्रपटाम्बर देहि पदम्। जय योगीश्वर आनंद स्वरूप योगीश्वर आनंद स्वरूप विश्वचेतन देहि पदम्। जय श्री अरविंद ज्योति कलेवर सुप्रपटाम्बर देहि पदम्। जय श्री अरविंद ज्योति कलेवर
सुप्रपटाम्बर दीपदम्। ମା ବହୁତ ଧନ୍ୟବାଦ ବାପା। ବହୁତ ସୁନ୍ଦର ଏକ ସମର୍ପିତ ସ୍ତରରେ ପ୍ରଭୁଙ୍କର ବନ୍ଦନା ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାରେ ବହୁତ ସାହାଯ୍ୟ କରିଛି। ପୁନର୍ବାର ଉପସ୍ଥିତ ସମସ୍ତ ଭାଇ ବାପାମାନଙ୍କୁ ପ୍ରଣାମ ଏବଂ ସ୍ୱାଗତମ ଜଣାଉଛି। ଇତିମଧ୍ୟରେ ପୂଜ୍ୟ ଭବେଶ ଉପସ୍ଥିତ ହୋଇସାରିଲେଣି। ଭବେଶ ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତ ସବୁ ସମୟରେ ମାଙ୍କର ପୁସ୍ତକ ଅଧ୍ୟୟନ, ଖାଲି ପୁସ୍ତକ ଅଧ୍ୟୟନ ନୁହେଁ, ଅନଲାଇନ ମାଧ୍ୟମରେ ବିଶେଷ କରିକି ଯୋଉ ପ୍ରଭୁଙ୍କର ବାଣୀ ସେ ପ୍ରଚାର କରି ଚାଲିଛନ୍ତି ଏବଂ ଆମକୁ ଯେଉଁ ପ୍ରକାର ସାହାଯ୍ୟ, ଯେଉଁ ପ୍ରକାର କୃପା ମାଙ୍କର ତାଙ୍କ ଦ୍ୱାରା ଆମକୁ ମିଳୁଛି, ସେଥିପାଇଁ ଭବିଷ୍ୟତକୁ ବିଶେଷ ଆମେ କୃତଜ୍ଞତା ଜ୍ଞାପନ କରିବା, ମାଙ୍କ ନିକଟରେ ପ୍ରାର୍ଥନା କରିବା ତାଙ୍କର ସେଇ ପ୍ରତ୍ୟେକ ମୁହୂର୍ତ୍ତ ତାଙ୍କର ସେଇ ମାତୃ ଚେତନାରେ ସେ ରହନ୍ତୁ ଏବଂ ଆମମାନଙ୍କୁ ବି ରଖିବାରେ ସହାୟକ ହୁଅନ୍ତୁ। ସେଇ ମୁହୂର୍ତ୍ତ ଗୁଡିକ ବିଷୟରେ ଭବିଷ୍ୟତଙ୍କର ସେଇ ଗୋଟେ ବହୁତ ସୁନ୍ଦର ଗୋଟେ ଭଲ ପାଆନ୍ତି ଏ ବହିକି। ମୁଁ ଆଜି ପଢୁଥିଲି, ତେଣୁ ତାଙ୍କ ଟିକେ ଲିଙ୍କ କରିକି ବହିର ଗୋଟେ ପଂକ୍ତି ପଢୁଛି। ଶ୍ରୀରାଧା ପୁସ୍ତକ ରମାକାନ୍ତ ରଥଙ୍କର ସେ ପ୍ରତ୍ୟେକ ମୁହୂର୍ତ୍ତ କେମିତି ନିୟୋଜିତ କରିଛନ୍ତି ଏବଂ କେମିତି ରାଧା କେମିତି କୃଷ୍ଣଙ୍କୁ ଡାକିଲା ବେଳେ ସେ କିଭଳି କହିଛନ୍ତି, ରମାକାନ୍ତ ରଥ କିଭଳି ଲେଖିଛନ୍ତି, ତାର ଗୋଟିଏ ଷ୍ଟାଞ୍ଜା ପଡୁଛି ଶ୍ରୀରାଧା ପୁସ୍ତକର। ନିୟ ନିୟ ମୋ ପରମାୟୁର ଅବଶିଷ୍ଟ ମୁହୂର୍ତ୍ତରୁ ଅଧେ ନେଇଯାଅ, ତା ବଦଳେ ମୋ ପାଖରେ ରହିଥିବା ମୁହୂର୍ତ୍ତ ମାନଙ୍କୁ ତମର ଆଗ୍ରହ ଦ୍ୱାରା ପୂର୍ଣ୍ଣ କରିଦିଅ। ମୁଁ କଣ ମାଗିଲି ଖୁବ୍ ବେଶୀ? ତାହେଲେ ଗୋଟିଏ ମୁହୂର୍ତ୍ତ ରଖି ସବୁ ନେଇଯାଅ, କିନ୍ତୁ ସେ ମୁହୂର୍ତ୍ତେ ଆଦ୍ୟ ଠାରୁ ପ୍ରାନ୍ତ ଯାଏ ତମେ ହିଁ ଆକାଶ ପରି ବ୍ୟାପି ରହିଥାଅ। ତ ସେଇ ମାତୃଚେତନା ସଦାସର୍ବଦା ଆମ ସମସ୍ତଙ୍କୁ ସେ ଘିରି ରହିଥାଉ। ଆମେ ସେଇ ମାତୃଚେତନାର ବଳୟ ଭିତରେ ସୁରକ୍ଷିତ ଏବଂ ଅଗ୍ରଗତିରେ ଆମର ସହାୟକ ହଉ, ଏଇ କାମନାର ସହିତ ଭବିଷ୍ୟତଙ୍କୁ ଆମନ୍ତ୍ରଣ କରୁଛେ। ତାଙ୍କର ଯେଉଁ ପୁସ୍ତକ ସେ ଆମ ସମ୍ମୁଖରେ ଅଧ୍ୟୟନ କରୁଛନ୍ତି, ପ୍ରାକ୍ଟିକାଲ ଗାଇଡ ଟୁ ଇଣ୍ଟିଗ୍ରାଲ ଯୋଗ, ତାର ଚାପ୍ଟର ଅବଷ୍ଟାକଲ୍ସ ଇନ୍ ସାଧନା, ଆଜି ତାର ପେଜ 137 ଫୁଡ ଉପରେ, ଖାଦ୍ୟ ଉପରେ ଆଲୋଚନା ହେବ। ଖାଦ୍ୟ ବିଷୟରେ ଆମେ ତ ମାନେ ସେଇ ଖାଦ୍ୟରୁ ହିଁ ଆମେ ଜନ୍ମ ଏବଂ ବଢୁଛେ, କିନ୍ତୁ ସେ ବିଷୟରେ ତାହା କିଭଳି ଅନ୍ତରାୟ ସୃଷ୍ଟି ହେଉଛି ଆମର ସାଧନାର ଅଗ୍ରଗତିରେ ଏବଂ କଣ କଲେ ଆମେ ତାକୁ ଆମର ସହାୟକ ହବ ଆମର ସାଧନାରେ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଛି এই ପ୍ରାକ୍ଟିକାଲ ଗାଇଡ ଟୁ ଇଣ୍ଟିଗ୍ରାଲ ଯୋଗରେ। ତାର ଉତ୍ତର ଯାହା ସବୁ ପ୍ରଭୁ ଦେଇଛନ୍ତି ତା ଭବିଷ୍ୟତ ଅଧ୍ୟୟନ କରିବେ। ଭବିଷ୍ୟତଙ୍କୁ ଆମନ୍ତ୍ରଣ କରୁଛି ଭାଇ। करुणामय माँ परम प्रभु श्री अरविंद। The recording has started. शुक्रवार विलंबित संध्यारे अनुष्ठित होई आसुथिबा एई अध्ययन वर्गर जो माने सहयात्री, जो माने सहपाठी एवं जो माने सतीर्थ समस्त को स्वागत करुछि, शुभेच्छा ज्ञापन करुछि। आज कार्यक्रम को जी सुंदर भाव संचालित करुछंती श्रीराधा काव्यर पंक्ति गुड़िक जी शुणाउथिले आम प्रिय राजकिशोर भाई एवं आज कार्यक्रम रे अंशग्रहण करिसेंती संचिता बा रत्न प्रभा बा समस्त को अनेक श्रद्धा सम्मान व्यक्त करुछि। सेमानकर सुंदर योगदान भाई। आमे वास्तव रे आज गोटे भल विषय आरंभ करवा जोटा वेरी इंटिमेटली क्लोज टू अस, खाद्य। एटा देश हो कि समाज हो कि परिवार हो कि व्यक्ति हो, समस्त को पई जार मूल्य खूब बेसी। आमे साधारण भाव रे कहू पेट पई नाट, जे जहाँ भी करुछि
ତାକୁ ଲାଗୁଛି ଖାଦ୍ୟ ପାଇଁ ଆମେ ଏତେ ସବୁ ତା ଧପଡ଼ କରୁଛୁ, ଏତେ ଉଦ୍ୟମ କରୁଛୁ, ଏତେ ଚାକିରି ବାକିରି କରୁଛୁ। ଅନେକ ଲୋକ ମାନେ ଆମେ ତ ଛୋଟ ଥିଲୁ, ପାଠ ପଢିବା ଯେ ବିଦ୍ୟା ଅର୍ଜନ କରିବା, ବିଦ୍ୟା ଅର୍ଜନ କରିବା ଏକ ଆନନ୍ଦ, ସେ କଥା ଗୁଡ଼ିକ ଆମ ଜଣା ନଥିଲା। ଆମେ ସମାଜରେ ଯୋଉ ବ୍ୟବସ୍ଥା ରହିଛି ସେଥିରେ ବିଶ୍ୱାସ କରୁଥିଲୁ। ସବୁ ପିଲାମାନଙ୍କୁ କହିବେ ସେଇଆ ହିଁ କହିବେ, ପାଠ ପଢିବି, ଭଲ ଚାକିରି କରିବି, ଭଲ ଚାକିରି କଲେ କଣ କରିବି ନା ଭଲ ଖାଇବି। ନା ମତେ ଘରେ କଣ ଖାଇବାକୁ ମିଳୁନି ଆଜିକାଲି ଖାଦ୍ୟର, ଅନ୍ତତଃ ଭାରତ ବର୍ଷ ଭଳି ଦେଶରେ ଯୋଉଠି ବହୁ ଜନସଂଖ୍ୟା, ଅଭାବ ଅସୁବିଧା ରହିବା କଥା, କିନ୍ତୁ ଆମେ ବେଶୀ ଅସୁବିଧାରେ ନାହାନ୍ତି। ମିଳୁଛି ଯଦିଓ ଶୁଦ୍ଧ ଖାଦ୍ୟ ମିଳୁନାହିଁ, ବହୁତ ଜାଗାରେ କେମିକାଲି ତାକୁ ପଏଜନ କରିଦିଆଯାଉଛି। ପ୍ରାୟତଃ ଖାଦ୍ୟ ଗୁଡିକ ସେଇଆ କେମିକାଲି ପଏଜନ, ଆଉ ବଡ ହାଇଜେନିକ ଷ୍ଟେଟରେ ରହୁନାହିଁ ଖାଦ୍ୟ। ଭାରତ ବର୍ଷ ଗୋଟେ ଦେଶ ବା ଥାର୍ଡ ୱାର୍ଲଡ, ଯେତେ ସବୁ ଆଫ୍ରିକା ଦେଶ, ଅନୁନ୍ନତ ଦେଶ ଗୁଡିକ, ତାଙ୍କର ମୂଳ ଲକ୍ଷଣ ହେଲା ତାଙ୍କ ଖାଦ୍ୟ ଗୁଡା ସବୁ ଷ୍ଟ୍ରିଟ ରେ ବିକ୍ରି ହଉଥିବ, ରୋଡ ସାଇଡ ରେ, ଧୂଳିରେ, ଆଉ ତାଙ୍କ ଜୋତା ଗୁଡା ସବୁ ବିକ୍ରି ହଉଥିବ ଏସି ରୁମ ରେ। ଆମ ପାଇଁ ଖାଦ୍ୟ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଜୈସେ ଅନ୍ନ ତୈସେ ମନ। ଆମ ଋଷି ମାନେ କହିଛନ୍ତି ଯେ ଅନ୍ନ ହେଉଛି ବ୍ରହ୍ମ, ଏଇ ଅନ୍ନ ବ୍ରହ୍ମ ଶକ୍ତି ଭାବରେ ଆମ ମଧ୍ୟରେ ପ୍ରବେଶ କରୁଛନ୍ତି। ତେଣୁ ସେ ସମ୍ପର୍କରେ ଯେତେବେଳେ ପ୍ରଭୁ ନିଜେ ଲେଖୁଛନ୍ତି, ମା ଯେତେବେଳେ ଲେଖୁଛନ୍ତି, ଏଇ କଥା ଗୁଡିକ ଆମ ପାଇଁ କେତେ ମୂଲ୍ୟବାନ ଆଉ କେତେ ପ୍ରାମାଣିକ। ଆଉ ମତେ ଲାଗେ ପିଲାମାନେ, ବିଶେଷ କରି ଯୋଉମାନେ ଷ୍ଟ୍ରିଟ୍ ଫୁଡ ଦେଖିଲେ ପାଗଳ ହେଇଯାଉଛନ୍ତି, ଫାଷ୍ଟ ଫୁଡ ଦେଖିଲେ ପାଗଳ ହେଇଯାଉଛନ୍ତି, ଯୋଉ ପିଲାମାନେ ଖାଦ୍ୟ ପାଇଁ ଜିଦ୍ କରନ୍ତି, ଆଉ ଆମେ ସବୁ ଛୋଟବେଳେ ଖାଦ୍ୟ ପାଇଁ ଗୋଟେ ଇଗରନେସ୍ ରହିଥିଲା, ବଡ ଇଗରନେସ୍। ମୁଢି ଭଜା ହବ ମାନେ 8 ଦିନ ଆଗରୁ ନିଦ ହବନି। ଯଦି ରଜ ପିଠା ହବ ତ ରଜ ଆସିବ 15 ଦିନ ଆଗରୁ କେମିତି ଗୋଟେ ବଡ ଇମ୍ପ୍ରେସନ ଲାଗିବ, ଜଲ୍ଦି ରଜଟା ଆସୁନି, ପିଠା ହବ। ପିଲାମାନେ ତ ଏକଥା, ପ୍ରଭୁଙ୍କର ଏ କଥା ତ ବୁଝିବେନି, ଆମେ ବୁଝିବା। ଅବଶ୍ୟ ଖାଦ୍ୟ ପାଇଁ ଆମ ପାଖରେ ସେଇ ଇଗରନେସ୍ ଗୁଡା କମି ଆସିଲାଣି। ଆଉ ଯୋଉମାନଙ୍କ ପାଖରେ ଇଗରନେସ୍ ଟି ରହିଛି, ଯୋଉମାନେ ଖାଲି ଖାଇବା ପାଇଁ ବଞ୍ଚିଛନ୍ତି, ସେମାନଙ୍କ ପାଇଁ ପ୍ରଭୁଙ୍କର ଏଇ ବାର୍ତ୍ତା ଗୁଡିକ ବହୁତ କାମରେ ଆସିବ। ଅର୍ଥାତ୍ ଆମ ଜୀବନରେ 1/3 ହେଉଛି ଖାଦ୍ୟ, ଆଉ କିଛି ଲୋକଙ୍କ ପାଇଁ 50-60% ହେଉଛି ଖାଦ୍ୟ। ଆମ ଜୀବନର ଯୋଉ ମହତ୍ଵଟାକୁ ଯଦି ବୁଝିବା, ସେମାନେ ଖାଇବା ପାଇଁ ବଞ୍ଚିଛନ୍ତି। ତ ଯିଏ ମୂଲ୍ୟ ଲାଗୁଛି, ଯିଏ ରୋଜଗାର କରୁଛି, ତା ଜୀବନରେ ଆଉ କିଛି ନାହିଁ, ସେ ତା ମୂଳ ଲାଗିଲା, ଯୋଉ ଜିନିଷ ଆଣିଲା ତାକୁ ଖାଇ ପିଇକି ଖର୍ଚ୍ଚ କଲା, ତାପରେ ବାକି ସମୟ ସେ ଶୋଇ ପଡିଲା, ଛୋଟ ମୋଟ ଏମ୍ୟୁଜମେଣ୍ଟ ଭିତରେ ହେଇଗଲା। ଆଉ ଜୀବନ ତା ପାଇଁ ବିଶ୍ୱ ପରିବ୍ୟାପ୍ତ ନୁହେଁ, କେବଳ ଅନ୍ନ ସଂସ୍ଥାନ କରିବା, ତାକୁ କହନ୍ତି ଅନ୍ନ ସଂସ୍ଥାନ କରିବା, କେବଳ ଖାଦ୍ୟ ପାଇଁ ଟାଣି ଭିଡ଼ି ହବ। It is the attachment to food, ଖାଦ୍ୟ ପ୍ରତି ଆସକ୍ତି, the greed, ଲୋଭ, and eagerness, ଅତି ଆଗ୍ରହ for it, making it an unduly important thing in the life. ଖାଦ୍ୟ ପ୍ରତି ଆସକ୍ତି, ଖାଦ୍ୟ ପ୍ରତି ଲୋଭ, ଖାଦ୍ୟ ପ୍ରତି ଅତି ଆଗ୍ରହ, ଏଇଟା ଗୋଟେ unduly, ପ୍ରକୃତରେ ଯୋଉଟା ନୁହେଁ, ପ୍ରକୃତରେ ଯଥାର୍ଥ ନୁହେଁ, ଅଯଥାର୍ଥ ଭାବରେ ଖାଦ୍ୟକୁ ଆମ ଜୀବନରେ ବଡ ଗୁରୁତ୍ୱପୂର୍ଣ୍ଣ କଥା ଭାବରେ ଆଣିକି ରଖିଛି, making it an unduly important thing in the life. ପ୍ରକୃତରେ ଇମ୍ପୋର୍ଟାଣ୍ଟ, କିନ୍ତୁ ତାକୁ ଅଣ୍ଡ୍ୟୁ ସ୍ଥାନ ଗୋଟେ ଦିଆଯାଇଛି। ହଁ, ଲୋକେ କହନ୍ତି ଯଦି ଆପଣ 2 ଦିନ ଭୋକିଲା ହେଇଯିବେ, ତାହେଲେ ଆପଣଙ୍କୁ ଆଉ କିଛି ବେଦ ମନ୍ତ୍ର ବି ଶୁଣିବନି, ଶୁଭିବ ନାହିଁ। କି ଯଦି ଋଷି ବି ଗାନ କରନ୍ତି ତାହେଲେ ବି ଶୁଭିବନି, ସତ୍ୟ କଥା। କିନ୍ତୁ ଗୋଟେ କିନ୍ତୁ ଅଛି,
ସ୍ପିରିଟ ଆଉ ଯୋଗର ଯେଉଁ ଦିଗଟି ରହିଛି ସିଏ ଏ କଥାଟିକୁ ସ୍ୱୀକାର କରୁନାହିଁ। ଆମେ ଗୋଟେ ଅଣ୍ଡିଉ ଇମ୍ପୋର୍ଟାନ୍ସ ଦଉଛୁ, ଅଧିକ ଯୋଉ ଗୁରୁତ୍ୱଟା ସେ ପାଇବା କଥା ନୁହେଁ ସେ ଗୁରୁତ୍ୱଟା ପାଇବାଟାକୁ କହନ୍ତି ଅଣ୍ଡିଉ ଇମ୍ପୋର୍ଟାନ୍ସ। ବେଳେ ବେଳେ ଆମେ ଅନେକ ବ୍ୟକ୍ତିଙ୍କୁ ବି ଅଣ୍ଡିଉ ଇମ୍ପୋର୍ଟାନ୍ସ ଦେଇଥାଉ, ଯୋଉମାନଙ୍କୁ ଇମ୍ପୋର୍ଟାନ୍ସ ଦବା କଥା ନୁହେଁ, କାରଣ କେତେ ଗୁଡେ କାରଣ ରହିଛି। ସେମିତି ଚିନ୍ତା କଲେ ଅଲ୍ ଆର୍ ଇମ୍ପୋର୍ଟାଣ୍ଟ, କିନ୍ତୁ ସବୁ କଥାକୁ ସମାନ ଭାବରେ ଦେଖାଯାଇ ପାରିବ ନାହିଁ। ଆମେ ବେଳେ ବେଳେ ଅଯଥା କଥା ଗୁଡିକେ ବହୁତ ଇମ୍ପୋର୍ଟାନ୍ସ ଦେଇକି ବଡ ବିପଦରେ ପଡିଯାଉ। ତେଣୁ ଯୋଉଟା ସ୍ପିରିଟ ଅଫ ଯୋଗର ଯୋଉଟା ଲକ୍ଷ୍ୟ, ଯୋଗର ଯୋଉଟା ଉତ୍ସାହ ବା ଯୋଗର ଯୋଉଟା ଆତ୍ମା, ଯୋଉଟା ଯୋଗର ମୂଳ କଥା, ସେଇଟା ବ୍ୟାହତ ହୁଏ। ତାର ଭାବଟି, ଯୋଗର ଭାବଟି ଗୋଟେ ପ୍ରତିପନ୍ନତା ମଧ୍ୟରେ ପ୍ରବେଶ କରେ, ପ୍ରତିକୂଳତା ମଧ୍ୟରେ ପ୍ରବେଶ କରେ, କଣ୍ଟ୍ରାରି। To be aware that something is pleasant to the palate is not wrong. ମନେ କରନ୍ତୁ ଗୋଟେ ଖାଦ୍ୟ ଯୋଉଟାକୁ ଆମେ କହୁଛୁ ପେଲେଟ, ସେଇଟା ଆପଣଙ୍କୁ ଭଲ ଲାଗିବା କିଛି ଖରାପ କଥା ନୁହେଁ। ଏଥିରେ something is pleasant to the palate is not wrong. Only one must have no desire nor hankering for it. ଆପଣ ଭଲ ଖାଆନ୍ତୁ, ସୁସ୍ୱାଦୁ ଖାଆନ୍ତୁ, ଆପଣଙ୍କ ଡିଶଟା ଭାରି ସୁନ୍ଦର ହେଉ, କିନ୍ତୁ ମୁଁ ଯଦି ସେଥିପାଇଁ ସବୁବେଳେ ଲାଳ ଗଡଉଥିବି, ଅତି ଡିଜାୟାର ରହିଥିବ, ହାଙ୍କରିଂ, ମାନେ ରିଏଲି ବହୁତ ଲୋକ ହାଙ୍କରିଂ ଅଛନ୍ତି। ହାଙ୍କରିଂ ମାନେ ତାକୁ କଣ ବୁଝିବା, ଏକାଥରେ ଅଧୈର୍ଯ୍ୟ। ଛୋଟ ଛୁଆମାନେ ଦେଖିଥିବେ, ଛୋଟ ପିଲାମାନେ ଯେମିତି ଲେଜ ଖାଇବା ପାଇଁ ହୁଅନ୍ତିନି, କୁରକୁରେ ଖାଇବାକୁ ଯେମିତି କୁହନ୍ତି ଛୁଆମାନେ, ସେମିତି ବଡମାନେ କହନ୍ତିନି ସିନା, କାନ୍ଦନ୍ତିନି, କିନ୍ତୁ ତାଙ୍କ ଭିତରେ ବି କିଛି ଖାଦ୍ୟ ଗୁଡିକ ପ୍ରତି ହାଙ୍କରିଂ ଅଛି, ନିହାତି ପକ୍ଷରେ ଉତ୍କଣ୍ଠାଟି ରହିଛି। ପ୍ରଭୁ କହୁଛନ୍ତି ଏଇ ଯୋଉ ଉତ୍କଣ୍ଠା, ଏଇ ଅତି ଆଗ୍ରହ, ଏଇଗୁଡିକ ଭୁଲ। ଆପଣ ଭଲ କରି ଥାଳି ସଜେଇ ଖାଉଛନ୍ତି, ସୁସ୍ୱାଦୁ ଖାଉଛନ୍ତି, ୟୋର ପ୍ୟାଲେଟ୍ ଇଜ ପ୍ରେଜେଣ୍ଟ, ଏଥିରେ କିଛି ଅସୁବିଧା ନାହିଁ। ଅସୁବିଧା ହଉଛି ଯଦି ଖାଦ୍ୟ ଗୁଡିକ ପାଇଁ ସନ୍ଧ୍ୟା ହେଲେ କିଛି ଲୋକ ଅଛନ୍ତି ତାଙ୍କର ସବୁ ନିଶା ଚଢିବ, କୋଉଠି ଫାଷ୍ଟ ଫୁଡ ଦୋକାନକୁ ଯିବି, ଏଇଟା ଖାଇବି, ସେଇଟା ଖାଇବି, ହାଙ୍କରିଂ। ସେ ଆପଣ ଯଦି ସେଟା ବୁଝିପାରୁନାହାନ୍ତି ତାହେଲେ ଏବେ ତ ସମୟ ନାହିଁ, ଆମ ପାଠଚକରେ ଅଛନ୍ତି, କାଲି ଆଡେ ଯେତେବେଳେ ସମୟ ପାଇବେ ଗୋଟେ ଫାଷ୍ଟ ଫୁଡ ଦୋକାନ ଆଡକୁ ଚାଲିଯିବେ, ସେଠି ଦେଖିବେ ସବୁ କମ ବୟସର ପିଲା ଗୁଡାକ କଣ କରୁଛନ୍ତି, ଏଇ 30-35 ବର୍ଷର ମା ମାନେ କଣ କରୁଛନ୍ତି, ତାଙ୍କ ସାଙ୍ଗରେ 8-10 ବର୍ଷର ଗୋଟେ ପିଲା ଥିବ, ସିଏ ଖାଇକି ମୋଟା ହେଇଯିବନି 1.5 କ୍ୱିଣ୍ଟାଲ, ଆଉ ସେ ମା ହେଇଯାଇଥିବ ପାଖାପାଖି ସେଇ କ୍ୱିଣ୍ଟାଲ। କିଛି ବି ଚିନ୍ତା ନାହିଁ, ସେମାନେ ଜାଣୁଛନ୍ତି ଦିସ୍ ଇଜ ରଙ୍ଗ, ଏଇ ଖାଦ୍ୟ ଗୁଡିକ ଭୁଲ, ଆଉ ଏଇଟା ମଣିଷକୁ ନଷ୍ଟ କରୁଛି, ତାର ବ୍ରେନକୁ ନଷ୍ଟ କରୁଛି, ତା ମସଲ ନଷ୍ଟ କରୁଛି, ତା ଟିସ୍ୟୁ ନଷ୍ଟ କରୁଛି, ହାର୍ଟ ନଷ୍ଟ କରୁଛି, ବ୍ରେନ ନଷ୍ଟ କରୁଛି, କିଡନୀ ନଷ୍ଟ କରୁଛି, କିଛି ବି ସିଷ୍ଟମ ଆଉ ଠିକ ରହିବ ନାହିଁ। ଗତ 2 ଦିନ ତଳେ ଗୋଟେ ପିଲାଟା ଆସିଥିଲା, ବୋଧେ ଓଜନ ତ ନିହାତି ଲାଗୁଛି କ୍ୱିଣ୍ଟାଲ ପାଖା ପରେ ହବ, ସେ ଟିକେ ବାଟ ଆସିକି ହାମ୍ପୁଛି, ଏମିତି ମତେ ପଚାରିଲେ, ମତେ ଡାଇରେକ୍ଟ ପଚାରିଲେ, ମୁଁ କହିଲି ଆପଣ ବହୁତ ଫାଷ୍ଟ ଫୁଡ ଖାଆନ୍ତି ନା? ସେଠୁ କହୁଛି ହଁ ସାର୍। କେମିତି ଜାଣିଲେ? ମୁଁ କହିଲି ହଁ, ଯଦି ବି ତାକୁ ଆପଣ ଉପଦେଶ ଦେବେ ସେ ଆପଣଙ୍କ ରାଗିବ, କାରଣ ସେ ତ ପାଗଳ ହେଇଗଲାଣି। ଆଟାଚମେଣ୍ଟ, ଗ୍ରିଡ୍, ଇଗରନେସ୍, ଡିଜାୟାର, ହାଙ୍କରିଂ, ଏ ସବୁ ଗୁଡିକ ତା ପାଖରେ ଭରି ହେଇଗଲାଣି। ତେଣୁ ଆମେ କଣ କରିପାରିବା ଖାଦ୍ୟକୁ ନେଇକି? ଦେୟାର ସୁଡ୍ ବି ନାଇଦର ଇଗରନେସ୍ ନର ରିପେୟାରନେସ୍। ଆମ ପାଖରେ ନା
ଅତି ଆଗ୍ରହଟା ଆମେ ପ୍ରକାଶ କରିବା ନା ଖାଦ୍ୟ ବିଷୟରେ ଆମର କୌଣସି ଯୋଉ ଡିପେଣ୍ଡେନ୍ସ ଯୋଉଟା ଗୋଟେ ପ୍ରକାରର ଘୃଣା ବା ବିରୋଧ ଏମିତି ରହିବ, ମୁଁ ଏଇ ଖାଦ୍ୟଟା ଖାଏ ନାହିଁ। ସେ ଗୋଟେ ପ୍ରକାର ଲୋକ, ସେ ଗୋଟେ ଅଖାଇ ଠାକୁରାଣୀଙ୍କର ପ୍ରସାଦରେ ଜନ୍ମ ହେଇଥାନ୍ତି ଦଳେ। ମୁଁ ଏଇଟା କାହିଁ କହିପାରୁଛି କି ଆମ ଘରେ ଦଳେ ଲୋକ ଅଛନ୍ତି, ବହୁତ ବଡ ପରିବାର, ସବୁ କିସମର ଲୋକ ଅଛନ୍ତି। ଅତି ଖାଦ୍ୟକୁ ଭଲ ପାଇକି ବିପଦରେ ପଡୁଥିବା ଲୋକ ଅଛନ୍ତି, ଆଉ ଆଦୌ ନ ଖାଇକି ବି ବିପଦରେ ପଡୁଥିବା ଲୋକ ଅଛନ୍ତି। ଆଦୌ ନ ଖାଇକି ମାନେ ତାଙ୍କୁ ଦୁନିଆର କିଛି କଥା ଭଲ ଲାଗେ, 95% ଫୁଡ ଭଲ ଲାଗେନି ତାଙ୍କୁ, ଫ୍ରୁଟ୍ସ ଭଲ ଲାଗେନି, ଭେଜିଟେବୁଲ ଭଲ ଲାଗେନି, କୌଣସି ମାନେ ଯୋଉ ପ୍ରୋସେସ୍ଡ ଫୁଡ ଭଲ ଲାଗେନି। ସିଏ ଭାତ ରୁଟିଟାକୁ ବାଧ୍ୟ ହେଇକି କେବେ କେବେ ଟିକେ ମୁଠେ ଖଣ୍ଡେ ରୁଟି ଖାଉଛନ୍ତି, ଫାଳେ ରୁଟି, ତରକାରୀ ପତ୍ର ବି ତାଙ୍କୁ ଭଲ ଲାଗେନି। ସେମିତି ଲୋକ ଆପଣ ଦେଖିଥିବେ ବହୁ ଜିନିଷ ପ୍ରତି ତାଙ୍କର ବିତୃଷ୍ଣା, ଘୃଣା। ମୁଁ ତାକୁ ବେଳେବେଳେ କହେ ଯେ ମହାଲକ୍ଷ୍ମୀଙ୍କର କୃପା ତମ ଉପରେ ନାହିଁ, ଏକ ଯଦି ଥାନ୍ତା ତମକୁ ସବୁ ଜିନିଷ ଟିକେ ଟିକେ ହେଲେ ଭଲ ଲାଗନ୍ତା। ମୁଁ କହୁନି ମେଞ୍ଚେ ଖାଇଯିବ, ଟିକେ ତ ଚାଖିବାକୁ ଇଚ୍ଛା ହନ୍ତା, ଆମେ ନାକ ଗୁଡା ତ ଟେକନ୍ତେନି। ତାପରେ ଆଉ ଗୋଟେ ଅସୁବିଧା ସେମାନଙ୍କର ହୁଏ, ଦେହଟି ସବୁବେଳେ ଖରାପ ହବ, କାରଣ ତା ଇମ୍ୟୁନିଟି କମିଯିବ। କାରଣ ଯେତେବେଳେ ସୃଷ୍ଟିଟା ତିଆରି ହେଇଛି ସେ ସବୁ ମାନେ ରସରେ ତିଆରି କରାଯାଇଛି। ସବୁ ଭିଟାମିନ ଗୁଡିକ, ମିନେରାଲ୍ସ ଗୁଡିକ, ପ୍ରୋଟିନ ଗୁଡିକ, ଆପଣଙ୍କର କାର୍ବୋହାଇଡ୍ରେଟ, ସେଥିରେ ଫ୍ୟାଟ, ସବୁ ଗୁଡିକ ବାଲାନ୍ସ ଫୁଡ ଗୋଟେ ଜିନିଷ କନସେପ୍ଟ ଅଛି। ଆମ ଦେଶରେ ସାଇନ୍ସ ପଢୁଥିବା ଲୋକ ହଜାର ହଜାର ଅଛନ୍ତି, ସ୍କୁଲ କଲେଜରେ ସାଇନ୍ସ ପାଇଁ ଜାଗା ମିଳୁନି, କିନ୍ତୁ ବୈଜ୍ଞାନିକ ମୂର୍ଖ ବି କିଛି କମ୍ ନାହାନ୍ତି। ଯେତେ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ସେଇମାନେ କରନ୍ତି, ବିଜ୍ଞାନ ପଢିଥିବା ଲୋକମାନେ। ଗଛକୁ ସେଇମାନେ କାଟନ୍ତି, ବାଣ ଫୁଟେଇକି ଅମ୍ଳଜାନ ହ୍ରାସ ସେଇମାନେ କରନ୍ତି, ସେଇମାନେ ପରିବେଶ ବିରୋଧୀ ନାନାଦି କାର୍ଯ୍ୟ କରନ୍ତି, ନାନାଦି କାର୍ଯ୍ୟ। ଆଉ ଦେଖିବେ ସେମାନେ ବାଲାନ୍ସ ଫୁଡ ଟାକୁ ଜାଣିଛନ୍ତି, ତାକୁ ପାଠ ପଢିଲେ କହିଦବ ଏତିକି ବାଲାନ୍ସ ଫୁଡ, ପରୀକ୍ଷାରେ ପଡେ ନା, ପରୀକ୍ଷାରେ ପକେଇଲେ ମାର୍କ ଆସିଯିବ। ଆଜ୍ଞା ସେ କଥା କହୁଛନ୍ତି। ସବୁଠାରୁ ଖରାପ କୋଉମାନେ ଖାଆନ୍ତି ଜାଣିଛନ୍ତି? ଯଦି କେହି ଡାକ୍ତରୀ ଛୁଆ ଅଛନ୍ତି ମୋ ଉପରେ ରାଗିବେନି, ମୁଁ ପଚାରେ ତାଙ୍କୁ ସବୁ ମଜାରେ, କଣ ସବୁ ଖାଇବା ଭଲ ପାଅ? ଡାକ୍ତର ଛୁଆ ଦେଖିଲେ ବେଶୀ ପଚାରେ। ସେ ଡାକ୍ତର ଛୁଆ ଟା ବେଶୀ ଗୁପଚୁପ ଖାଆନ୍ତି, ଏଇ ରାସ୍ତା କଡରୁ ଯୋଉ ଖାଇକି ଜଣ୍ଡିସରେ ବି ପଡନ୍ତି, ଜଣ୍ଡିସରେ ପଡନ୍ତି। ସେମାନେ ପାଠ ପଢୁଥାନ୍ତି ଗୋଟେ, କାମ କରୁଥାନ୍ତି ଗୋଟେ, କାହିଁକି ନା ପ୍ରଭୁ ତାର କାରଣ ଗୁଡିକ ଲେଖିଛନ୍ତି। ସେମାନଙ୍କ ପାଖରେ ଇଗରନେସ୍ ରହିଛି, ନହେଲେ ଭୀଷଣ ଘୃଣା ବି ରହିଛି। ସେମାନଙ୍କୁ ଯୋଉମାନେ ଘୃଣା କରନ୍ତି ଖାଦ୍ୟକୁ, ତାଙ୍କୁ ଯଦି ଈଶ୍ୱର ଦେଇଥାନ୍ତେ ଅଧିକାର, ତମେ ଏଇ ସୃଷ୍ଟିଟାକୁ ତିଆରି କର, ସେ ତାଙ୍କ ହିସାବରେ ପୃଥିବୀର ଅଧିକାଂଶ ଜିନିଷ ଗୁଡା ନଥାନ୍ତା। କାରଣ ସେମାନେ ଯୋଉଟା ଭଲ ପାଆନ୍ତିନି ସେ କଣ ତାକୁ ଆଣ ହୁଏ ସୃଷ୍ଟି ଭିତରୁ। ଆପଣଙ୍କୁ ମାନେ ଗୋଟେ ନିଶ୍ଚିତ ଗୋଟେ ବିବେକ ଜ୍ଞାନ ରହିବ, ଯୋଉ ଜ୍ଞାନ ବଳରେ ଆପଣ ଜାଣିପାରିବେ ଯେ କୋଉ ଖାଦ୍ୟ ଗୁଡିକ ପାରିବା, କୋଉଟାକୁ ଚାଖି ତ ପାରିବା ନା ପ୍ରଥମରୁ ଗୋଟେ ଘୃଣା ରକ୍ତ କରିବା, ନାଇଁ ନାଇଁ ଏଇଟା ଭଲ ନାହିଁ, ଏଇଟା ମୁଁ ଚାଖିବି ନାହିଁ, ଏଇଟା ଛୁଇଁବି ନାହିଁ, ଏହାର ବାସ୍ନାଟା ମତେ, ଗନ୍ଧଟା ମତେ ଦୁଃଖ ଦଉଛି, ମତେ ଲାଗେ ଏଇଟା ସବୁ କୃପାହୀନ ଅବସ୍ଥା, ମହାଲକ୍ଷ୍ମୀ ଅନ୍ନପୂର୍ଣ୍ଣାଙ୍କର କୃପାର କମି। ତେଣୁ ଆପଣ ରିପେଲେନ୍ସ ବି ରଖନ୍ତୁ ନାହିଁ, କୌଣସି ଗର୍ନେସ୍ ବି ରଖନ୍ତୁ ନାହିଁ, ତାହେଲେ ବାଲାନ୍ସ, ସମତା, ଏଇଠି ବି ସମତା, ଖାଦ୍ୟ ବିଷୟରେ ସମତା। ବୋଧେ ଆମେ ସେ କଥାଟା ପଢିଥିଲେ, ମୁଁ ଗୀତଟି ମନେ ପକେଇ ପାରୁନି, ଯଦି କାହାରି ମନେ ଥିବ ମତେ କହିଦେବେ। ମା ଯାହା ଦେବେ ଆମେ ତାକୁ ଖାଇଦବା, ଯାହା ବୁଝିକି ଆମେ ପଢିଥିଲେ। ରୋଷେଇ ଘର ଗୋଟେ ଗୀତ ପଢିନଥିଲେ, ଏଇଠି ଆମର ରୋଷେଇ ଘର, ମା ଏଠି ଶାଗ ଖରନ୍ତି, ଏଇଠି ବେସର ବାଟନ୍ତି, ତାପରେ ମା ଆମକୁ ଯାହା ଦିଅନ୍ତି ଖାଇବାକୁ ଆମେ ଖାଇଦବୁ। କିନ୍ତୁ ସେମିତି ନା, ମା ମାନେ ଅଛନ୍ତି ଯୋଉମାନେ ଶାଗ ଖରଡୁଛନ୍ତି, ସେ ସବୁ କୁଆଡେ ଗଲେ? ଶାଗକୁ ଚିହ୍ନୁ ନଥିବା ମା ମାନଙ୍କୁ ମୁଁ ହଜାର ହଜାର ଦେଖୁଛି,
ଯୋଉ ଶାଗ ପଚାରିବି ଏଇ ଶାଗଟାର ନାଁ କଣ କହିଲୁ ସେ ତେଣୁ ଶାଗ ଖରଣା ମା ବି ଆଉ ନାହାନ୍ତି, ସେ ଶାଗ ଖାଇବା ଛୁଆ ବି ଆଉ ନାହାନ୍ତି। ଏଇଭଳି ସ୍ଥିତିରେ ପ୍ରଭୁଙ୍କୁ ପଢିବା ଛଡା ଆମ ଆଗରେ କିଛି ବାଟ ନାହିଁ। ଟୁ ବି ଅଲୱେଜ ଥିଙ୍କିଂ ଆବାଉଟ ଫୁଡ। କିଛି ଲୋକ ଅଛନ୍ତି ତାଙ୍କ କାମ ହେଲା ସବୁବେଳେ ଖାଦ୍ୟ ବିଷୟରେ ଚିନ୍ତା କରୁଥିବେ, ଆଉ ସେମିତି କରିକି ଆମେ ବି ଗାଳି ଶୁଣିଛୁ। ମୁଁ କେବେ କହିଥିବି, ପାଠ ଚକ୍ରରେ ବି କହିଥିବି, ଧରନ୍ତୁ ଆପଣ ମାନେ ଲଞ୍ଚ ଖାଉଛନ୍ତି, ସେଠୁ ଲଞ୍ଚ ଟେବୁଲରେ ବସି ଡିନର କଥା ଭାବି ଆଜି ରାତିରେ କଣ କଣ କରିବା, ଟିକେ ଛତୁ ନେଇ ଆସିବା, ଟିକେ ଆମ କରିବା, ଟିକେ ତମ କରିଦବା। ତ ଆମ ବଡ ମାନେ ଆମକୁ ଗାଳି କରନ୍ତି, କହନ୍ତି ଯମ ଶୁଣିଲେ ହସିବ, ମଣିଷର ଆୟୁଷ ନାହିଁ ସେତେ, ବଢା ଭାତକୁ ଯେହେତୁ ଆୟୁଷ ନାହିଁ। ମୁଁ ଆଖି ଆଗରେ ଦେଖିଛି ଭାତ ବଢା ହେଇଛି, ଲୋକେ ହାତ ଧୋଇବାକୁ ଯାଇଛନ୍ତି ଆଉ ଫେରି ନାହାନ୍ତି, ଯୋଉଟା ଆଖିରେ ଦେଖିଛି। ସେଇ ଦୃଶ୍ୟକୁ ଯୋଉମାନେ ଦେଖିଛନ୍ତି ବୁଝିପାରିବେ ସେ ଲଞ୍ଚ ଖାଇକି ଡିନର କଥା କାହିଁ ଭାବିବ, ସେଇ ଟେବୁଲରେ ହଉଛି। ଯାହା ତ ଥିବ ନା କିଛି ଗୋଟେ, ତାକୁ ଯଦି ଗୋଟେ ମେନୁ ଆମେ କରିଛନ୍ତି ହଷ୍ଟେଲ ଭଳିଆ କି ମେସ୍ ଭଳିଆ, ଗୁଡ୍। ନହେଲେ ସେଇ ସମୟରେ ମୋମେଣ୍ଟାରିଲି ଯୋଉ ଜିନିଷଟା ଆସିବ ସେଇଥିରେ ଆମେ ସିଲେକ୍ସନ କରିବା, କମ୍ବିନେସନ କରିବା। ତେଣୁ ଖାଦ୍ୟ ପାଇଁ ବସି ଚିନ୍ତା କରିବା ଦିନ ରାତି, କଣ ଖାଇବି କଣ ଖାଇବି, କାଲି କଣ ଖାଇବି, ଏବେ କଣ ଖାଇବି, କାଲି ଜଳଖିଆ କଣ କରିବା, କାଲି ରାତିରେ କଣ କରିବା, ଏସବୁ ଚିନ୍ତା ଗୁଡିକ ମଣିଷକୁ ବଡ ଦୁଃଖରେ ପକାଏ, ବଡ ଦୁଃଖ। And troubling the mind is quite the wrong way of getting rid of food desire. ଆମେ ପ୍ରକୃତରେ ଚିନ୍ତା ତ କରୁନା, ମନକୁ ବିଶ୍ରାନ୍ତ କରୁ। Troubling the mind, ମନକୁ, ମନ ଅଲଗା କଥା ଚିନ୍ତା କରିବାକୁ ଅଛି ନା ବସି କଣ ଖାଇବି। ହଁ ଠିକ ଅଛି, ଯୋଉମାନଙ୍କୁ ଅନ୍ନ ଚିନ୍ତା ଚମତ୍କାର ଏମିତି ଗୋଟେ ଶବ୍ଦ ବି ଅଛି। ଅନେକ ଲୋକ ଅଛନ୍ତି ପୃଥିବୀରେ ସେମାନଙ୍କୁ ଖାଦ୍ୟର ସୁରକ୍ଷା ନାହିଁ, କିନ୍ତୁ ସୌଭାଗ୍ୟକ୍ରମେ ଭାରତ ବର୍ଷ ଭଳି ବିଶାଳ ଦେଶରେ ହୁଏତ କାଁ ଭାଁ କିଏ ଛୁଟି ଯାଉଥିବେ, କାଁ ଭାଁ, କିନ୍ତୁ ଚେଷ୍ଟା କରାଯାଉଛି ସାମାଜିକ ନିରାପତ୍ତା ସେମାନଙ୍କୁ ଦେବା ପାଇଁ। ସମସ୍ତଙ୍କ ପାଖରେ ମୋଟେ ଚାଉଳ ପହଞ୍ଚୁ ଏକଥା ଲୋକେ ଚାହିଁଛନ୍ତି, ବାକି ଲୋକେ ଘୁରି ବୁଲିଲେ ବି କିଛି ଗୋଟେ ପାଇଯିବ, ତାକୁ ସେ ତରକାରୀ କରି ଖାଇପାରିବ। ତ ଅଭାବ ଅସୁବିଧା ତ ରହିଛି ସମାଜରେ, କିନ୍ତୁ ସେଥିରେ ବହୁ ଦିଗ ରହିଛି। ଖାଦ୍ୟ ସମ୍ପର୍କରେ ଜଣେ ତାର ସମସ୍ୟାର ସମାଧାନ କରିଦେଇପାରିବ। ମୁଁ ପ୍ରାକ୍ଟିକାଲି ଦେଖିଛି ଅନେକ ଲୋକଙ୍କୁ, ଯୋଉମାନେ ଟିକେ ଜମିଥିବ ସେମାନେ କେତେ ସପୁରୀ ଗଛ ଲଗେଇ ଦେଇଥିବେ, କେତେ ଉଲ ଗଛ ଲଗେଇ ଦେଇଥିବେ, କେତେ ଆଳୁ ଗଛ ଲଗେଇ ଦେଇଥିବେ, 2ଟା ଅମୃତଭଣ୍ଡା ଗଛ, ଗୋଟିଏ ସଜନା ଗଛ, 2-4ଟା ଲଙ୍କା ଗଛ, 4ଟା ବାଇଗଣ ଗଛ ଲଗେଇବେ ଯଦି, ବାକି ସିଜନାଲ 1-2ଟା ଗଛ କିଛି ଲଗାନ୍ତୁ, ଗୋଟେ ସଜନା ଗଛ, ଗୋଟେ କଦଳୀ ଗଛ, ଏତିକି ଯଦି ଥିବ ଆପଣଙ୍କ ବାଡିରେ, ଆପଣ କେବେ ତରକାରୀର ଅଭାବ। 10-25ଟା ଶାଗ ଗଛ ଲଗେଇବେ, ଖଡା ଶାଗ ଗଛ। ଗାଁ ଗହଳିର ଲୋକମାନେ ପ୍ରକୃତରେ ଭାରି ପିଓର ଫୁଡ ପାଉଛନ୍ତି। ନିହାତି ଯଦି ସାର ବିଷ ପ୍ରୟୋଗ ବେଶୀ କରୁନଥିବ, ସେ ଲୋକ ସୁସ୍ଥ ରହିପାରିବ। ଖାଦ୍ୟ ମଣିଷ ପାଇଁ ଏକ ସର୍ବନିମ୍ନ ଆବଶ୍ୟକତା, ଗୁରୁତ୍ୱପୂର୍ଣ୍ଣ, ସେଥିରେ ନିଃସନ୍ଦେହ। ବିନା ଖାଦ୍ୟରେ ଆମେ ପାଉଣ୍ଡେ ଚାଲିପାରିବାନି, କିନ୍ତୁ ସବୁବେଳେ ସେଇ କଥାଟା ଭାବିବା କି ଦରକାର ନାହିଁ। ଦ୍ୟାଟ୍ସ ଏ ସିଷ୍ଟମ। ମୁଁ ଆମ ପରିବାରରେ ଦେଖିଛି, ମୋ ବାପା କେବେ ଖାଦ୍ୟ କଥା ଭାବୁନଥିଲେ, ସେ କିନ୍ତୁ ଖାଦ୍ୟର ଭାରି ପ୍ରିୟ ମଣିଷ। ତାଙ୍କୁ କିଛି ଗୋଟେ ଖାଦ୍ୟ ଦେଇଦିଅନ୍ତୁ, ସେ ଭାରି ଖୁସିରେ ଖାଇବେ, ବଡ ଖୁସିରେ। ସତେ ମାନେ ତାଙ୍କୁ କିଏ ଜଣେ ପ୍ରସାଦ ଦେବେ, ସେ ସବୁ ଜିନିଷଟା ପ୍ରସାଦ ରୂପରେ ଗ୍ରହଣ କରନ୍ତି, ବଡ ଖୁସିରେ ଖାଆନ୍ତି। କିନ୍ତୁ ନ ଆସିଲେ ବି ଦୁଃଖୀ ହୁଅନ୍ତି, ନ ମିଳିଲେ ବି ଚିନ୍ତିତ ହୁଅନ୍ତି। ଆଜି ଖରାପ ତରକାରୀ ହେଇଛି, କଣ ଗୋଟେ ହେଇଛି, ତାଙ୍କ ଅଭିମାନଟା ଗୋଟେ ଅଲଗା ପ୍ରକାର, ନୀରବ ରହନ୍ତି। କିନ୍ତୁ ତାଙ୍କ ବ୍ରେନ ଟା ସବୁଆଡେ ଉଚ୍ଚ ଜାଗାରେ ଥିବ। କୋଉଠି ଗୀତାର କଥା କହୁଥିବ, କୋଉଠି ଭାଗବତର କଥା କହୁଥିବ, କେବେ ଖାଦ୍ୟ କଥା କହୁଥିବାର ମୁଁ ଶୁଣି ନାହିଁ। ଡୁ ନଟ୍ ଟ୍ରବୁଲ ୟୁର ମାଇଣ୍ଡ ଆବାଉଟ ଫୁଡ। ଖାଦ୍ୟକୁ ନେଇ ତମ ମନଟାକୁ ଭାରାକ୍ରାନ୍ତ କର ନାହିଁ, ଟ୍ରବୁଲ କର ନାହିଁ। ଟେକ୍ ଇଟ୍ ଇନ୍ ଦ ରାଇଟ୍ କ୍ୱାଣ୍ଟିଟି। ଖାଦ୍ୟ ଯେତିକି ନା କମ ନା ବେଶୀ, ଗୀତାର ବାଣୀ ସେୟା।
आमे जो माने अधिक भोजन करती से माने जोग पाई अनफिट अयोग्य आउ जो माने कम अति कम खाती से माने मध्य जोग पाई अयोग्य तेणु जोग पाई योग्य मनुष्यटी राइट फूड राइट अमाउंट रो फूड खाइब तेणु उपास भोक करुवा जमा खाऊ नथिबा लोक माने जे धर्म करूचंती कदापि नुहे कदापि नुहे कदापि नुहे नाइदर टू मच नॉट टू लिटिल बहुत बेसी खाइबा दरकार नहीं कि कम भी खाइबा दरकार कौ दिन एभली गोटे विजडम आम भीतर तैयारी हम खाद्य को नहीं मत लगे बहुत सुदूर पराहत कथा परिवार छोट माने भी सही कथा करछंती माने मझिरे अछंती किशोर माने भी सही असुविधा युवक माने आहुरी उत्पत्तरे अछंती एवं जदि एडल्ट बा ओल्ड लोक मैंने देखा जाए से भी सही संकट अच्छे आम कॉलेज रे जड़े व्यक्ति थिले और थिले माने से हिज एलिव किंतु तांकर मु देखिछि झड़ हो बात्या हो भूमिकंप हो सी आइंस खाइबाटा ही सत्य जेमिति हेले तांको गोटे नॉनवेज फूड दरकार विदाउट नॉनवेज से खाइबे नहीं सेमती लोक भी तो अच्छा तांको ये बही गुड़ा पढ़िया कथा कि पढ़िले किसी परिवर्तन हम मुझे जानूनी सेल गुड़िक सब एकस्टम्ड हो जाए बहुत पेनफुल सिचुएशन रे से रही था मनटा सतरे खाद्य सब घाटी सतुड़ी होता है चिंतित होता है व्यथित होता है माइंड ऑक्युपाइड बाय दैट फूड सेंस बारंबार प्रभु कहते विदाउट ग्रीड विदाउट रिपल्सन कौन सी लोभ रख ना कि कौन सी विरक्ति भाव रख ना माने विकर्षण रख ना रिपल्सन खाद्य प्रति अनेक लोकंकर विकर्षण अच्छे आकर्षण नुहे कि विकर्षण नुहे मझिरे रुहतु जहाँ मिलूँ खुशी खातु एज द मीन्स गिवेन यू बाय द मदर फॉर द मेंटेनेंस ऑफ द बॉडी खाद्यटा हूँ गोटे उपाय खाद्य हूँ गोटे गोटे साधन जोटा आपण शरीर टी मेंटेन हो बॉडी रो माने करंतु मोर किछि गोटे शरीर रो मोर टिश्यू लॉस हला कि मते मसल दुर्बल हला कि हाड़र डेंसिटी नर्व गुड़िकर एफिशिएंसी ब्रेन एफिशिएंसी मैं तो कहूँ जो पिला पाठ होनी से नो डाउट माल न्यूट्रिशन अच्छा माल न्यूट्रिशन माने जो नुहे खाइबा को न पाइबा माल न्यूट्रिशन अर्थ भी अधिक खाइबा कुपुष्टि ताकू कहवा जोटा यथार्थ पुष्टि ना तार ब्रेन डेभलप होनी आपण लक्ष्य करुवे जो माने आयोडीन युक्त लुण पर दिगला खाइबा लोक मान दले लोक रिलीजियसली विरोध कर किए कौन बुझे बड़ा विचित्र आम देश विज्ञान गोटे जगार थाए आम गोटे जगार था नो डाउट जो मैंने समुद्र कूल पाखे रुहति से जो खाद्यटा खाऊँ सी फूड इनक्लूड थी इंटेलिजेंस इज डेफिनेटली लिटिल बिगर लिटिल बेटर देन द पीपल दोज आर लिविंग इनसाइड द फॉरेस्ट एंड माउंटेन्स लक्ष्य करिए आफ्रिकार वैज्ञानिक नांती इंजीनियर नांती डाक्तर नांती मुझे कथा कहूना किंतु अधिकांश लोक निशाग्रस्त हो पड़ुंट अधिकांश लोक चिंताकूल मनीष नुहति मनीषी नुहति अच्छा एक्सेप्शन अच्छी म्यूटेशन गुड़िक प्रकाश संभव सब जगह किंतु संपूर्ण भाव रे ब्रेन हूँ गोटे भौगोलिक विषय गोटे खाद्य उपर निर्भर कर कहीं नॉर्वे भाया गोटे देश एत बुद्धिमान लोक अच्छा इंग्लैंड यूरोप रे एत बुद्धिमान लोक मान रही कारण कौन से विज्ञान डिस्कवरीटा कर आम जब साउथ इंडिया को देखा दे आर सुपीरियर इन मैथमेटिक्स एंड साइंस इन कंपैरिजन टू नॉर्थ इंडिया आम दले मंदिर करूँ गोटे मंदिर अच्छे वैज्ञानिक ना ता नुहे सेमती गोटे डिस्कसन करा कि यूजुअली फेनोमेना जो देखिए दीटा जिनिस आम ब्रेन को डेभलप करोछि गोटे हूँ फूड पैटर्न आ गोटे आमर बिलीफ सिस्टम
ଆମର ପ୍ରଥା ପରମ୍ପରା କଣ, ବିଶ୍ୱାସଟି କଣ, ଆମେ ପ୍ରକୃତରେ ଗବେଷଣାଟିକୁ ଗୁରୁତ୍ୱ ଦେଉଛୁ, ଗବେଷଣାକୁ ପାଠ ପଢିବାଟାକୁ ଗୁରୁତ୍ୱ ଦଉଛୁ, ବୈଜ୍ଞାନିକତାଟାକୁ ଗୁରୁତ୍ୱ ଦଉଛୁ କି ନାହିଁ, ସେଇଟା ଗୁରୁତ୍ୱପୂର୍ଣ୍ଣ। ସୁଇଜରଲ୍ୟାଣ୍ଡ, ଜାପାନର ପିଲାମାନେ, ଆଜି କୋରିଆର ପିଲାମାନେ ଅସମ୍ଭବ କରିପାରୁଛନ୍ତି। କମ୍ପ୍ୟୁଟର ସେମାନେ ତିଆରି କରିଦେବେ, ଆମେ କମ୍ପ୍ୟୁଟର ବୁଝି ପାରୁନାହାନ୍ତି। ଆମେ ଛୋଟ ଦିନେ ପଢିଥିଲେ ସୁଇଜରଲ୍ୟାଣ୍ଡର ପିଲାମାନେ ସବୁ ମେସିନାରୀ ଗୁଡାକ ତିଆରି କରି ଆସେମ୍ବଲ କରିବା ଶିଖନ୍ତି ତାଙ୍କ ସ୍କୁଲରେ। ତ ଆମେ କେବେ ସେ ଶିକ୍ଷା ଗୁଡା ଦେଇପାରିବା ମୁଁ ଜାଣିନି। ଆମେ ତ ଆମ ଘରେ ଯଦି ଫ୍ୟୁଜ ବି ଉଡି ଯାଉଛି କିଟକାଟ ରୁ, ତାହେଲେ ଆମେ ମିସ୍ତ୍ରୀ ଡାକୁଛୁ, ଜଣକୁ ଡାକୁଛୁ ଆଉ ତାକୁ 200 ଟଙ୍କା ଦଉଛୁ, ଗୋଟେ ଫ୍ୟୁଜ ବି ବାନ୍ଧିବାର କ୍ଷମତା ଆମ ପାଖରେ ନାହିଁ। ଏତେ କମ ଜ୍ଞାନକୁ ନେଇ କଣ ମଣିଷଟା ବଞ୍ଚି ପାରିବ? ତେଣୁ ଏଇ ହେଲା ଅସୁବିଧା। ମେଣ୍ଟେନାନ୍ସ ଅଫ ବଡି ପାଇଁ ଏଟା ମାଙ୍କର ବ୍ୟବସ୍ଥା, ଏଟା ବିଶ୍ୱ ବ୍ୟବସ୍ଥା, ବିଶ୍ୱଜନନୀଙ୍କର ବିଶ୍ୱ ବ୍ୟବସ୍ଥା। how your body will be maintained। ଆମେ ଯଦି ସେ କଥା ନ ଭାବିବା, ଖାଦ୍ୟ କମ କରିଦେବା, ଆମର ଇମ୍ୟୁନିଟି ଡିଷ୍ଟ୍ରୟ ହବ। ଆମେ ସବୁବେଳେ ଔଷଧ ଉପରେ ନିର୍ଭର କରିବା, ଡାକ୍ତର ପାଖକୁ ଯିବା, ପରିବାରରେ ଅଶାନ୍ତି ହବ। ପରିବାରରେ ମୁଁ ଯେତେବେଳେ ସଫର କରି ବାକି ଲୋକ କଣ ସୁଖ ରହିବେ କି? ତାମାନେ ମୁଁ ନିଜକୁ ବିପନ୍ନ କରୁନାହିଁ, ରେଦର ଗୋଟେ ପୁରା ସିଷ୍ଟମକୁ, ପୁରା ଗୋଟେ ସମୂହକୁ ନଷ୍ଟ କରୁଛି। ସେ ଗୋଟେ ଦାୟିତ୍ୱ, ରେସ୍ପନ୍ସିବିଲିଟି। ମୁଁ ଯଦି ସୁସ୍ଥ ରହିବି ତାହେଲେ ଆଇ ଏମ୍ ଆନ୍ ଆସେଟ୍, ଆଉ ଯଦି ମୁଁ ଅସୁସ୍ଥ ହେବି ତାହେଲେ ଆଇ ୱିଲ୍ ବି ଲାଇବିଲିଟି। ଜଣେ ବୁଢା ହେଲା, ଅସୁସ୍ଥ ହେଲା, ଦ୍ୟାଟ୍ ଇଜ ଏ ଡିଫରେଣ୍ଟ ଥିଙ୍ଗ, ତାର କାଟାବୋଲିଜିମ୍ ହେଲାଣି। କିନ୍ତୁ ଯୋଉମାନେ ମେଟାବଲିକ ଷ୍ଟେଟରେ ଅଛନ୍ତି, ଯୋଉମାନେ ପୁଷ୍ଟିଟାକୁ ଗ୍ରହଣ କରିପାରିବେ, ସେମାନେ କୁପୁଷ୍ଟି ଭିତରୁ କାହିଁକି ଯିବେ? କଣ ପାଇଁ ମାଲନ୍ୟୁଟ୍ରିସନ ଭିତରକୁ ଯାଉଛନ୍ତି ଲୋକେ? ଆମେ ଗୋଟେ ମନଧାରୀ ମଣିଷ, ଆମେ ବିଜ୍ଞାନ ପଢୁଛୁ, ପାଠ ପଢୁଛୁ, ତ ଏଇ ଫାଷ୍ଟଫୁଡ ଦୋକାନ ଆଗରେ ଯୋଉ ଭିଡ ହଉଛି ରେ ବାବା, ଆମ ଗୋଟେ ଛେଣ୍ଡରେ ଏବେ ନୂଆ କରି ଖୋଲିଛି, ଆପଣ ଏବେ ଗାଡି ମଟର ନେଇ ଯାଇପାରିବେ। ସେ ଲୋକ ସବୁ କିଏ? ଏଇ ସମାଜର ବହୁତ ପାଠ ପଢୁଆ ଲୋକମାନେ। those who are destroying their health, they are destroying their family, indirectly they are liabilities of the society। ପ୍ରତି ହସ୍ପିଟାଲରେ ରୋଗୀ ବଢିବାର ମୂଳ କାରଣ ଗୁଡିକ ହେଲା ପ୍ରପର ଫୁଡ ଇନଟେକ୍ ନାହିଁ। ଏକରେ ପ୍ରପର ଫୁଡ ମିଳୁନାହିଁ, ତାକୁ କେହି ମନିଟର କରିବାକୁ ନାହାନ୍ତି, କେହି ନାହାନ୍ତି। ସେ ଖାଦ୍ୟ ଗୋଟେ ଜଗତ, ଯୋଉ ଜଗତ ତା ବାପା ମା କେହି ନାହାନ୍ତି। ଗୋଟେ ସମୟ ଥିଲା ଲୋକେ ଜଗନ୍ନାଥଙ୍କର ଭୋଗ ଖାଇକି ଆଷାଢ ମାସରେ ମରୁଥିଲେ ହଇଜାରେ। ୱିଥ୍ ଡ୍ୟୁ ଆପୋଲୋଜି ମୁଁ ଜଣେଇବାକୁ ଚାହୁଁଛି, ମୋ ମାମୁଁ ଘର ପରିବାରର 6 ଜଣ ଯାଇଥିଲେ ଜଗନ୍ନାଥଙ୍କ ପାଖକୁ ଦେଖା କରିବାକୁ, ସେ କେହି ବଞ୍ଚିଲେନି, ସବୁ ହଇଜାରେ ଚାଲିଗଲେ ବାଟରେ। ଆମ ଧର୍ମ, ଆମ ବିଚାର, ଆମ ଜ୍ଞାନ, ଏସବୁ ଖାଦ୍ୟକୁ ନେଇ ଯେ କେତେ କେତେ ବିପଦ ସୃଷ୍ଟି ହଉଛି, ସେ କଥାକୁ କେବେ ହେଜୁ ନାହିଁ, ଚିନ୍ତା କରୁନାହିଁ। ଯଦି ଖାଦ୍ୟରେ ଟିକେ ଶୁଦ୍ଧତା ଆସିପାରନ୍ତା, ଆଉ ଜଳରେ ଶୁଦ୍ଧତା ଆସିପାରନ୍ତା, ପବନରେ ଶୁଦ୍ଧତା ଆସିପାରନ୍ତା, ଅତି କମରେ ଏଇଟା ହିଁ ମଣିଷର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଧିକାର, ଯୋଉଟାକୁ ବାକି ହସ୍ପିଟାଲରେ ଏତେ ଭିଡ ହୁଅନ୍ତା ନାହିଁ, କି ଲୋକମାନେ ଏତେ ହନ୍ତସନ୍ତ ହୁଅନ୍ତାନି। ଲୋକମାନେ ଯୋଉ ସର୍ବାଧିକ ଦୁଃଖରେ ଅଛନ୍ତି, ସର୍ବାଧିକ ଅସ୍ୱଚ୍ଛଳତା ଭିତରେ ଅଛନ୍ତି, ହଇରାଣ ହରକତ ହଉଛନ୍ତି, ବେଶୀ ଚିନ୍ତାରେ ଅଛନ୍ତି, ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ପଡୁଛି, ଶୋଷଣର ଶିକାର ହଉଛି ମଣିଷ। କଣ ପାଇଁ ନା ପ୍ରପର ଇନଟେକ୍ ଅଫ ଫୁଡ, ଏୟାର କ୍ୱାଲିଟି, ଆଉ ପ୍ରପର ଯୋଉ ୱାଟର ଠିକ ନାହିଁ, ଆଉ ତାପରେ ଲୋକ ରୋଗରେ ପଡୁଛି, ତାପରେ ସେ ହସ୍ପିଟାଲ ବୁହାଉଛି। ବଡ ମଜାଦାର କଥା ଚାଲିଛି ଆମ ଦେଶରେ ନୁହେଁ, ସବୁ ପୃଥିବୀର ଅତି ସଭ୍ୟ ଦେଶ ମାନେ, ଯୋଉମାନେ ପ୍ରକୃତରେ ଲାଇଫକୁ ଭ୍ୟାଲୁ ଦିଅନ୍ତି, ସେମାନଙ୍କୁ ଛାଡି ଦିଅନ୍ତୁ। ଯୋଉମାନେ ଲାଇଫକୁ ଭ୍ୟାଲୁ ଦେଇ ଶିଖିନାହାନ୍ତି, ସେଇଭଳି ଲୋକମାନେ ହସ୍ପିଟାଲ ଖୋଲିଛନ୍ତି। କର୍ପୋରେଟ ମାନେ ପଇସା କୁଆଡେ ଆସିବ ନା ଇନ୍ସୁରାନ୍ସ କରିଦିଅ, ମେଡିକାଲ ଇନ୍ସୁରାନ୍ସ। ଇଏ ଗୋଟେ ବଡ ଗୋଲକ ଧନ୍ଦା, ଏକଦମ ସ୍କାମ ଗୁଡିକ ଗୋଟେ। ଯୋଉମାନେ ହସ୍ପିଟାଲ ଖୋଲିଛନ୍ତି ସେଇମାନେ ଇନ୍ସୁରାନ୍ସ କରାଉଛନ୍ତି, ଇନ୍ସୁରାନ୍ସ କମ୍ପାନୀ ବି ତାଙ୍କର, ଇନ୍ସୁରାନ୍ସ ଗ୍ରାଣ୍ଟ ବି ସେଇମାନେ କରୁଛନ୍ତି। ବଡ ଅଦ୍ଭୁତ ନଜାରା ଏ ଥାର୍ଡ ୱାର୍ଲଡରେ ଅଛି, ଆଫ୍ରିକା, ଏସିଆ, ଅନୁନ୍ନତ ଦେଶ ମାନଙ୍କର।
ସବୁ କଥା ନିର୍ଭର କରୁଛି ମଣିଷର ଜ୍ଞାନ ଉପରେ, ଆଉ ସେ ଜ୍ଞାନକୁ କିଭଳି ସେ କାର୍ଯ୍ୟରେ ଲଗେଇବ। ରାଇଟ୍ ସ୍ପିରିଟ୍ ଅଫରିଂ ଟୁ ଦ ଡିଭାଇନ୍ ଇନ୍ ୟୁ। ଆପଣ ଖାଦ୍ୟଟା ଖାଉନାହାନ୍ତି, ଆପଣଙ୍କ ମଧ୍ୟରେ ରହିଥିବା ଭଗବାନଙ୍କ ପାଖରେ ଭୋଗ ଲଗାଉଛନ୍ତି। ସବୁବେଳେ ଯିଏ ଖାଦ୍ୟକୁ ନେଇ ନିଜ ଶରୀରକୁ ହଇରାଣ କରେ, ଉପବାସ ବ୍ରତ କରେ, ମୁଁ ତାକୁ କହେ ୟୁ ଆର୍ ଡିସରେସ୍ପେକ୍ଟିଂ ୟୁର ଲାଇଫ୍ ଗଡ୍ ଇନସାଇଡ୍ ୟୁ। ଠାକୁର ଅଛନ୍ତି, ସେ ଭୋଗ ନାହିଁ। ତୁ ଭୋଗ ମନ୍ଦିରରେ ଲଗେଇଲେ କଣ ହବ? ମନ୍ଦିରରେ ଲଗାନି କି କୋଥଳିରେ ଲଗାନି, କୋଉ ବିମାନରେ ଲଗେଇବା ଦରକାର ନାହିଁ। ଠାକୁର ତ ଏଇଠି ବସିଛନ୍ତି। ଜୀବନ ଠାକୁର ସିଏ ପ୍ରାଣେଶ୍ୱର, ପ୍ରାଣନାଥ ସିଏ ଜୀବନ ହେଇକି ବସିଛନ୍ତି। ସିଏ ଭୋଗ ମାଗୁଛନ୍ତି, ଦେ ଯେତେ ଭଲ କରିକି ଦେଇପାରିବ, ଯେତେ ସାତ୍ବିକ ଖାଦ୍ୟ ଯେତେ ଭୋଗ ଦେଇପାରିବ ସେତେ ଦେ। ତାର ରାଇଟ୍ ସ୍ପିରିଟରେ ଇଟ୍ ଇଜ ନୋ ପାର୍ଟ ଅଫ୍ ଦିସ୍ ଯୋଗ ଟୁ ସପ୍ରେସ୍ ଟେଷ୍ଟ ରସ ଅଲ୍ଟୁଗେଦର। ଆମ ଦେଶରେ ଗାନ୍ଧିଜୀଙ୍କର ଗୋଟେ ବ୍ରତ ଥିଲା। ସେ ବ୍ରତର ନାଁ ଥିଲା ଅସ୍ୱାଦ ବ୍ରତ। ସେ ଯାହା କହୁଥିଲେ ଖାଉଥିଲେ, ତାର ରସ ବାରୁନଥିଲେ, ତାର ସ୍ୱାଦ ବାରୁନଥିଲେ। ବେଳେ ବେଳେ ସେ ୱିଦାଉଟ୍ ସଲ୍ଟ ଖାଉଥିଲେ। ହଁ, ୱିଦାଉଟ୍ ସଲ୍ଟ ଖାଇବାଟା ମାନେ ସାଇଣ୍ଟିଫିକ, କିନ୍ତୁ ଗୋଟେ ଅସ୍ୱାଦ ଖାଇବାର କିଛି ଆବଶ୍ୟକତା ନାହିଁ। ପ୍ରଭୁ ସ୍ପଷ୍ଟ କହୁଛନ୍ତି ସ୍ୱାଦ ପ୍ରତି କୌଣସି ସପ୍ରେସନ ଅବଦମନ କରିବା କିଛି ଆବଶ୍ୟକତା ନାହିଁ। ଖାଦ୍ୟଟା ପାଲେଟେବୁଲ ହବ, ସୁସ୍ୱାଦୁ ହବ। ରସ ଖାଦ୍ୟଟି ରସବ୍ୟଞ୍ଜକ ହବ, ଏଇଟା ତ ଆନନ୍ଦ। ଖାଦ୍ୟ ତ ମୁଁ କହେ ଆନନ୍ଦ। ଏ ଜଗତରେ ଯୋଉମାନେ ଆନନ୍ଦ କହିଲେ ଜାଣିନାହାନ୍ତି, ସେମାନେ ଅନ୍ନପୂର୍ଣ୍ଣାଙ୍କୁ ଏଇ ବାଟରେ ଚିହ୍ନନ୍ତୁ, ଆଉ ଅନ୍ନପୂର୍ଣ୍ଣାଙ୍କର ଆନନ୍ଦକୁ ସେଇ ବାଟରେ ଚିହ୍ନନ୍ତୁ। ସେଇ ମାଟି ସେ ହଉଛନ୍ତି ସାକ୍ଷାତ ଅନ୍ନପୂର୍ଣ୍ଣା, ସାକ୍ଷାତ ଅନ୍ନପୂର୍ଣ୍ଣା, ଯାହାକୁ ଆମେ ଦେଖିପାରୁଛୁ, ଛୁଇଁ ପାରୁଛୁ। ତାରି ଦେହରେ କେତେ ଫଳ ଆପଣ ନାଁ କହିପାରିବେ, କେତେ ପରିବା, କେତେ ପ୍ରକାରର ଖାଦ୍ୟ, ସବୁ ଏଇ ବୃକ୍ଷ ଦେଇକି ଆସୁଛି। ଆଉ ବାକି ଯୋଉ ଖାଦ୍ୟ ଗୁଡିକ, ସେଗୁଡିକ ଇନଡାଇରେକ୍ଟଲି ଆସୁଛି। ଯୋଉମାନେ ଜଣେ କହିବ ମୁଁ ନନଭେଜ ଖାଇବି, ସେଗୁଡିକ ବି ସବୁ ବୃକ୍ଷ ଠାରୁ ଆସୁଛି। ଛେଳିଟା ଘାସ ଖାଉଛି, ଗୋରୁ ଘାସ ଖାଉଛି, ଘୁଷୁରୀ ଆଉ କଣ ଗୋଟେ ଚରୁଛି, ମୂଳ ଖାଉଛି, ମାଛ ମାନେ ପ୍ଲାଙ୍କଟନ ଖାଉଛନ୍ତି, ଶିଉଳି ଖାଉଛନ୍ତି। ତେଣୁ ଇନଡାଇରେକ୍ଟଲି ବୃକ୍ଷ ହେଉଛନ୍ତି ପୁରା ଏଜେନ୍ସି ଅଫ ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀଙ୍କର ଏମାନେ ସବୁ ପୁତ୍ର। ଏମାନେ ସମସ୍ତଙ୍କୁ ଖାଦ୍ୟ ଯୋଗାଉଛନ୍ତି, ପବନ ବି ଯୋଗାଉଛନ୍ତି, ପାଣି ବି ଯୋଗାଉଛନ୍ତି, କିନ୍ତୁ ଆମେ ତାଙ୍କୁ ସମ୍ମାନ କରିପାରୁନା। ହେଲେ ଅନ୍ନପୂର୍ଣ୍ଣାଙ୍କୁ ଯେତେବେଳେ ଆମେ ଦେଖିବା, ଖାଦ୍ୟରେ ଏତେ ଗୋଟେ ଆନନ୍ଦ ଅଛି ନା। ଖାଦ୍ୟ ସବୁବେଳେ ଗୋଟେ ଆନନ୍ଦ। ଭିନ୍ନ ଭିନ୍ନ ବାସ୍ନା ସବୁ ଖାଦ୍ୟରେ, ଭିନ୍ନ ଭିନ୍ନ ରସ ସବୁ ଖାଦ୍ୟରେ। କୋଉଟା ମିଠା, କୋଉଟା କଷା, କୋଉଟା ପିତା, କୋଉଟା କୋଉ ପ୍ରକାର। ପୁଣି ଖଟା ଗୋଟେ ପ୍ରକାର ନୁହେଁ, ମିଠା ଗୋଟେ ପ୍ରକାର ନୁହେଁ। ଆପଣ ଆମ୍ବର ଭେରାଇଟି ଦେଖନ୍ତୁ। ଆଫ୍ରିକା ଠାରେ ମିଳୁଥିବା ଆମ୍ବ, ପଣ୍ଡିଚେରୀରେ ମିଳୁଥିବା ଆମ୍ବ, ଓଡିଶାରେ ମିଳୁଥିବା ଆମ୍ବ, ଆନ୍ଧ୍ରରେ ମିଳୁଥିବା ଆମ୍ବ, ସବୁ ଗୁଡିକ ଦେ ଡିଫର ଇନ୍ ଦେୟାର ଟେଷ୍ଟ, ଇନ୍ ଦେୟାର ମାନେ ସ୍ମେଲ। ତାଙ୍କ ଯୋଉ ବାସ୍ନାଟି ବି ଡିଫର ହୁଏ। ତେଣୁ ଆପଣ ଯଦି ଗୋଟେ ପ୍ରକାରର ତାଙ୍କ ଭିତରେ ସେ ଯୋଉ କହନ୍ତି ନା ଆଘ୍ରାଣେ ଅର୍ଦ୍ଧ ଭୋଜନମ, ଆଘ୍ରାଣେ ଅର୍ଦ୍ଧ ଭୋଜନ ସେଥିପାଇଁ କୁହାଯାଇଛି ଯେ ବାସ୍ନାଟା ପ୍ରକୃତରେ ମଣିଷକୁ ପ୍ରଲୋଭିତ କରେ। ଜଣେ ଆମ୍ବୁଲ ଆଣିକି ଆପଣଙ୍କ ଆଗରେ ଲଙ୍କା ପକେଇ ଦଳିବ, ସେ କେତେ ପାଟିରେ ଲାଳ ବହେନି। ଅନୁଭୂତି ଦୃଷ୍ଟିରୁ ଗୋଟେ କଥା କହିବାକୁ ଚାହେଁ, ସମୟକୁ ସମ୍ମାନ ଦେବା। ଗୋଟେ ପ୍ୟାସେଞ୍ଜର ଟ୍ରେନରେ ମୁଁ ଦୀର୍ଘ ବର୍ଷ ତଳେ ଯାଉଥିଲି। ଏଇଟା ମୋ ସାଙ୍ଗମାନଙ୍କୁ ମୁଁ କହିଛି। ଗୋଟେ ଜାଗାରେ ଗାଡି ରହେ, ଲୋକମାନେ ଦୌଡ଼ା ଦୌଡ଼ି 10 ମିନିଟ୍ ରହେ। ସେ ଦୌଡ଼ା ଦୌଡ଼ି ହେଲେ, କିଏ ଆଳୁ ଚପ ଆଣିଲା, କିଏ ସିଙ୍ଗଡା ଆଣିଲା, କିଏ ମାନେ ଯାହା ମିଳୁଥିଲା ରେଷ୍ଟୁରାଣ୍ଟରେ, କିଏ ଭେଜିଟେବୁଲ ଚପ ଆଣିଲା, କିଏ ଜିଲାପି ଆଣିଲା, କେତେ ପ୍ରକାର ଖାଦ୍ୟ ଭରିଗଲା କମ୍ପାର୍ଟମେଣ୍ଟ ଗୁଡିକ। ଗୋଟେ ଜଣେ ବୁଢୀ ଲୋକ, ସେ ଗୋଟେ ଜରି କାଢିଲେ, କଡ କଡ ହଉଛି ଜରିଟା।
ମୁଢି ଅଛି ତା ଦେହରେ, ଗୋଟେ ଟମାଟୋ ତା ଦେହରେ ଭାଙ୍ଗିଦେଲେ, କଞ୍ଚା ଲଙ୍କା ଗୋଟେ ଭାଙ୍ଗିଦେଲେ, ପିଆଜ ଛୋଟ ଛୋଟ କରି କାଟିକି ଆଣିଥିଲେ କି ଛୁରୀ ରଖିଛନ୍ତି କାଟିଲେ, ତାକୁ ପକେଇଦେଲେ, ପକେଇ ଦେଇ ଯେତେବେଳେ ସେ ଖାଇଲେ ତାର ଯୋଉ ବାସ୍ନାଟା ବାହାରିଲା ମୁଢିରେ ଟମାଟୋର ବାସ୍ନାଟା ପୁରା ମହକିଗଲା କ୍ୟାମ୍ପସ। ସେ ଯୋଉ ଆଳୁ ଚପ୍ ଖାଉଥିଲେ, ବରା ଖାଉଥିଲେ, ସେମାନେ ସବୁ ଅନେଇଲେ ତାଙ୍କ ଆଡୁ। ମୁଁ କହିଲି ବର୍ତ୍ତମାନ ଏଇ ଲୋକଟି ହଉଛି ଧନୀ ଆଉ ବାକି ଲୋକ କାଙ୍ଗାଳ, ଯେ ସେ କାହିଁ ଧନବାନ ଆଉ ବାକି ମାନେ ହେଲେ କାଙ୍ଗାଳ। କାହିଁକି ନା ଖାଦ୍ୟ ହଉଛି ବାସ୍ତବିକ ସେଇଭଳି ଗୋଟେ ଜିନିଷଟେ, ସେତିକି ମାନେ ସୁପର ସେନ୍ସିଟିଭ। ଯିଏ ପ୍ରଭୁଙ୍କର କହିବା କଥା ହ୍ୱାଟ ଇଜ ଟୁ ବି ଗଟ୍ ରିଡ୍ ଅଫ୍, ଆମେ କୋଉଠାରୁ ମୁକ୍ତ ହବା? ସ୍ୱାଦରୁ ମୁକ୍ତ ହବାନି କି ରସରୁ ମୁକ୍ତ ହବାନି, ଆମେ ମୁକ୍ତ ହବା ଭାଇଟାଲ ଡିଜାୟାର, ଖାଦ୍ୟକୁ ନେଇ ଆମ ଭିତରେ ରହିଥିବା ପ୍ରାଣିକ ରସନା, ଆଟାଚମେଣ୍ଟ, ଆମର ଅତି ଆସକ୍ତି। ମୁଁ ଥରେ କହିଥିଲି ଆପଣଙ୍କୁ, ଗୋଟେ ପିଲା ମୁଁ ଜାଣେ, ସେ ପରେ ଡାକ୍ତର ହେଲା, ଏବେ କଣ କରୁଛି ମୁଁ ଜାଣିନି, କିନ୍ତୁ ଯେତେବେଳେ ସେ ଛୋଟ ଥିଲା 15-16 ବର୍ଷ, ତାଙ୍କ ଘରେ ଯୋଉଦିନ ଡାଲି ହେଇନଥିବ ସେ ଖାଇବନି, ତା ମା ତାକୁ ପଛରେ ଗୋଡେଇଥିବ, ସିଏ ତାର ଯାଇ ବିଲ ଫିଲ କୁଆଡେ କଣ ବୁଲୁଥିବ, କାନ୍ଦୁଥିବ। ଏଇଟା ଗୋଟେ 2 ଘଣ୍ଟାର ଦୃଶ୍ୟ। ତାପରେ ତାକୁ ଧରା ପୁରା କରି ତାକୁ ଭୁଲ ଭାଲ ମାଗିଲେ ସେ କଣ ଏମିତି ଟିକେ ଖାଇବ ନହେଲେ ଖାଇବନି। ସେଇଟା ଯୋଉ କଣ ଖାଦ୍ୟ ପ୍ରତି ଅତ୍ୟଧିକ ଆସକ୍ତି ଗୁଡିକ, ଗ୍ରିଡ୍ ଅଫ୍ ଫୁଡ୍, ଖାଦ୍ୟ ପ୍ରତି ଲୋଭ। ମେଞ୍ଚେ ଖାଇଦେଇକି ପେଟ କାଟିଲା, କଲିକିରେ ପଡିଲା, ଗଡିଲା ଧରିକି ଚଟାଣରେ, ଡାକ୍ତରଖାନା ବୁହା ହେଲା, ସେମିତି ଲୋକ ବି ଅଛନ୍ତି। ମୁଁ ମୋ ସାଙ୍ଗମାନଙ୍କ କହେ, ଗୋଟେ ଲୋକକୁ ଥରେ ଆମେ ଯାଇଥିଲୁ ହସ୍ପିଟାଲ ଭେଟିବାକୁ, ତାକୁ ଲୁଜ ମୋସନ ହଉଛି, ତାକୁ ଡକ୍ଟର ମାନେ ପିନ୍ଧେଇ ଦେଇଛନ୍ତି ଗୋଟେ, ସେ କଣ ପିନ୍ଧୁନାହାନ୍ତି ସେ ଛୁଆ ମାନେ, ହଗିସ୍ ପିନ୍ଧି ଦେଇଛନ୍ତି। ତାପରେ ସେ ମୋଟା ଲୋକଟା ବଡ ଅଦ୍ଭୁତ ଦିଶୁଛି, ମତେ କହିଲା ସାର୍ ମୁଁ ଆଉ କେବେ ଭୋଜି ଖାଇବାକୁ ଯିବିନି, ବଡ ବିପଦ ହେଇଗଲା, କଥା କହିପାରୁନି, ଭାଙ୍ଗି ଭାଙ୍ଗି କହୁଛି, ମୋର ବହୁତ ଶିକ୍ଷା ହେଇଗଲା, ଆଉ ଯିବିନି। ମୁଁ 2 ଦିନ ପରେ ଦେଖିଲି ହସ୍ପିଟାଲରୁ ଫେରିବା ପରେ ସେ ଯାଇକି ପୁଣି ବାହାଘର ଭୋଜିରେ ଖାଉଛି। ସେମିତି ଲୋକ ଅନେକ ଅଛନ୍ତି। ଏବେ ବି କୁହନ୍ତୁ, ତାକୁ ଫୋନ କରିଦେବେ ଅମକ ଯାହାର ଭୋଜି ଭୋଜି ଯିବା କି, ହି ଇଜ ଏଜେଡ୍ ଅବାଉଟ୍ 73, ସେ ରାତି ଅଧରେ ବି ପଳେଇବ। ଏମାନଙ୍କୁ କହିବା ଯେ ସେମାନେ ଖାଦ୍ୟ ପାଇଲା ମାନେ ବଡ ଖୁସି ହେଇଯାଆନ୍ତି, ବଡ ସରି ବି ହେଇଯାଆନ୍ତି, ଦୁଃଖୀ ବି ହେଇଯାଆନ୍ତି ନ ପାଇଲେ, ଡିସକଣ୍ଟେଣ୍ଟେଡ, ତାଙ୍କର ସବୁବେଳେ ଅସନ୍ତୋଷ ରହିଥିବ ଖାଦ୍ୟକୁ ନେଇ। ଭାରି ନାରାଜ ଥିବା ଲୋକ ଯୋଉମାନେ ସବୁ ଖାଦ୍ୟ ଗୁଡିକ ପାଇପାରନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ ପ୍ରତି ଭାରି ବିରକ୍ତ ବି ହେଉଥାନ୍ତି। ଦେଖିବେ ଭାରି ବିରକ୍ତ ସ୍ୱଭାବର ଲୋକ, ସେମାନେ ଅତି ମଧୁର ସ୍ୱଭାବର ମଣିଷ ନୁହନ୍ତି। When you do not have it, giving an undue importance to it, ଆମେ ଖାଦ୍ୟ ପ୍ରତି ଅତ୍ୟଧିକ ଭାବରେ ଅତି ମାତ୍ରାରେ ଗୁରୁତ୍ୱ ଦେବା ନାହିଁ। ଇକ୍ୱାଲିଟି ଇଜ ହିୟର, ଏଇଠି ବି ସମତାର କଥା, ସମତାର ଗୋଟେ ପ୍ରାକ୍ଟିସ ତ ଏଇଠି ହବ, ଇଜ ଦ ଟେଷ୍ଟ, ସେଇଟା ହିଁ ପରୀକ୍ଷା। as in so many other matters, ଯେମିତି ସମତା ଗୁଡିକ ଅନ୍ୟ ମ୍ୟାଟରରେ, ଅନ୍ୟ ଘଟଣାରେ, ଅନ୍ୟ ପରିସ୍ଥିତିରେ ଆମେ ମାନେ ପରୀକ୍ଷା କରୁଛୁ, ଖାଦ୍ୟ ବିଷୟରେ ବି ଆମର ସମତାର ଦୃଷ୍ଟି ରହିବ। ଆଟାଚମେଣ୍ଟ ନାହିଁ, ଡିଟାଚମେଣ୍ଟ ନାହିଁ, ଆଟ୍ରାକ୍ସନ ନାହିଁ, ରିପଲସନ ନାହିଁ, କୌଣସି ଇଗରନେସ୍ ନାହିଁ କି ରେପୋନାନ୍ସ ନାହିଁ, କି କୌଣସି ପ୍ରକାର ସପ୍ରେସନ ବି ନାହିଁ। ଆପଣ ତାକୁ ସମତାର ସହିତ, ଆନନ୍ଦର ସହିତ, ବୁଝାମଣାର ସହିତ, ପ୍ରସାଦ ରୂପରେ, ମାଙ୍କର ପ୍ରସାଦ ରୂପରେ ଗ୍ରହଣ କରୁଛନ୍ତି। ପୁଣି ସେ କାହାଙ୍କ ପାଇଁ ନା, ଯୋଉ ଜୀବନ ଠାକୁର ଆମ ଭିତରେ ବସିଛନ୍ତି ତାଙ୍କୁ ଏଟା ନିବେଦନ କରାଯାଉଛି, ନୈବେଦ୍ୟ ରୂପରେ ବାଢି ଦିଆଯାଉଛି। ତେଣୁ ଆପଣ ଖାଦ୍ୟଟି କେତେ ଶୁଦ୍ଧ ହବ, କେତେ ଅଶୁଦ୍ଧ ହବ, ସେଟା ଆପଣ ଡିସାଇଡ କରିବେ। ଯଦି ସେଇଟା ପ୍ରକୃତରେ ପ୍ରାଣ ଈଶ୍ୱରଙ୍କୁ ଆପଣ ଅର୍ପଣ କରୁଛନ୍ତି। ସମସ୍ତଙ୍କୁ ଅନେକ ଶୁଭେଚ୍ଛା ସହିତ ଶୁଭରାତ୍ରିର ଶୁଭେଚ୍ଛା, ବନ୍ଦେ ମାତରମ୍। This session is no longer being recorded. बहुत बहुत धन्यवाद भाई। खाद्यर आवश्यकता क्षुधा निवारण पे पारे, किंतु सेई खाद्यर परिमाण केते,
ଖାଦ୍ୟ କେମିତି ଖାଇବା ବହୁତ ସୁନ୍ଦର ଉଦାହରଣ ଦେଲେ। ଯାତ୍ରା ପଥରେ ସେ ବୃଦ୍ଧା ବ୍ୟକ୍ତି ଜଣକ, ବୃଦ୍ଧା ମହିଳା ଜଣକ କିଭଳି ମୁଢି ଆଉ ଏଥିରେ ସନ୍ତୁଷ୍ଟ ଲାଭ କରୁଥିଲେ, ଆଉ ଅନ୍ୟମାନେ କେମିତି ବାହାରୁ ଖାଦ୍ୟ ଆଣି ଖାଇକି ରହୁଥିଲେ। ବାହାରର ଖାଦ୍ୟ କେତେ କଳୁଷିତ ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ। ମନେ ପଡେ ସେଇ ଭାଗବତ ବାଣୀ ଯୋଉଠି ଖୁଦ ନିଜେ ଲେଖୁଛନ୍ତି ଯେ ଦଧି ଅନ୍ନ ହିଁ ଘରୁ ଆଣି ଜଳ ନିକଟେ ଚକ୍ର ପାଣି ଗୋପାଳ ମେଳେ ବେନି ଭାଇ ଭୁଜନ୍ତି ଶିଳା ପରେ ଥୋଇ। କୋଉଠି କେମିତି ଖାଆଯାଏ, କେଉଁ ପରିବେଶ ସୃଷ୍ଟି କରାଯାଏ ଖାଦ୍ୟ ପାଇଁ ଆମେ ବଣ୍ଟାପଟି ଭୁଲି ଯାଇଛେ। ତେଣୁ ଏଇ କୃତ୍ରିମତା ଭିତରେ ଆମର ଜୀବନ ଆଗେଇ ଚାଲିଛି। କ୍ଷୁଧା ନିବାରଣ ତ ନିଶ୍ଚୟ ଆବଶ୍ୟକ ଅଛି, କ୍ଷୁଧା ନଥିଲେ ତ କିଛି ଆମେ କରନ୍ତେନି। କିନ୍ତୁ ସାଧନା ପଥରେ ଯେଉଁ ବାଧକଟି ସୃଷ୍ଟି ହେଉଛି, ଯେଉଁ ଅଖାଦ୍ୟ, ଅଲମୋଷ୍ଟ ଅଖାଦ୍ୟ କହିବା ତାକୁ, ବର୍ତ୍ତମାନ ଖାଇ ଆମେ ଆମର ସାଧନା ପଥରେ ନିଜକୁ ନିୟୋଜିତ କରିଛେ, ସେଥିରୁ କିଭଳି ଦୂରତା ହବା, ଏସବୁ ସଚେତନତା ବୋଧ ହୁଏ ଏଭଳି ମହତ୍ ବାଣୀ ଗୁଡିକରୁ ପ୍ରଭୁଙ୍କର ଆମ ପାଖକୁ ଆପଣ ପହଞ୍ଚୁଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ବର୍ତ୍ତମାନ ମାଙ୍କ ନିକଟରେ ଏଇ ପାଠ୍ୟକ୍ରମକୁ ସମର୍ପଣ କରିବା ପାଇଁ ମାଙ୍କର ମ୍ୟୁଜିକ ସହିତ ସମସ୍ତେ ଧ୍ୟାନ ଦେବା। ମା